ମୋ ସହିତ ଅଛନ୍ତି ବରିଷ୍ଠ ସାମ୍ବାଦିକ ଅକ୍ଷୟ ସାହୁ। ସାର୍, ମୁଁ ଗୋଟେ କଥା ଜାଣିବା ପାଇଁ ଚାହିଁବି ଯେ ଓଡ଼ିଶାର ରାଜନୀତି ପୁଣି ଗୋଟିଏ କଡ଼ ଲେଉଟଉଛି ବୋଲି ଆମେ କହିପାରିବା କି ଯେତେବେଳେ ହରେକୃଷ୍ଣ ମହତାବ ଆଉ ବିଜୁ ବାବୁଙ୍କ ଭିତରେ ଗୋଟେ ପ୍ରତିଯୋଗିତା ହବା ଆରମ୍ଭ ହେଲାଣି ଏବଂ ଯାହା ଆଜି ଖବର କାଗଜରେ ଲେଖା ହେଇଛି ଯେ ବିଜୁ ବାବୁଙ୍କର ଯୋଉ ନାଁ ଥିଲା ପ୍ରଚାର ପ୍ରସାର ଥିଲା ତାକୁ କିଭଳି ଧୀରେ ଧୀରେ ହଟେଇ ଦିଆଯିବ ଏବଂ ମହତାବଙ୍କର ପ୍ରଚାର ପ୍ରସାରଟିକୁ ଅଧିକ କରାଯିବ, ସେଥିପାଇଁ ଭାରତୀୟ ଜନତା ପାର୍ଟି ଗୋଟିଏ ପଦକ୍ଷେପ ନେଉଛି। ପୃଥ୍ୱୀରାଜ ହରିଚନ୍ଦନ ମଧ୍ୟ କହୁଛନ୍ତି ଯେ 2 ବର୍ଷ ହବ ହରେକୃଷ୍ଣ ମହତାବଙ୍କର ଜନ୍ମ ଜୟନ୍ତୀ ପାଳନ କରାଯାଇନଥିଲା। ଏ କଥାକୁ ଦେବୀ ମିଶ୍ର ବି ଖଣ୍ଡନ କରୁଛନ୍ତି। ଦେଖନ୍ତୁ, ଉଭୟ ଆପଣଙ୍କର ବିଜୁ ପଟ୍ଟନାୟକ ଏବଂ ହରେକୃଷ୍ଣ ମହତାବ ଏ ଦୁଇ ଜଣ ହଉଛନ୍ତି ନବ ଓଡ଼ିଶାର ନିର୍ମାତା। ଦି ଜଣ ନିଜର ସ୍ୱକୀୟ ପ୍ରତିଭାରେ ସ୍ୱକୀୟ ପ୍ରଚେଷ୍ଟାରେ ଓଡ଼ିଶାକୁ ତାର ବର୍ତ୍ତମାନ ଓଡ଼ିଶାର ସେମାନେ ମୂଳ ଦୁଆ ପକେଇଥିଲେ ବା ମୂଳ ଭିତ୍ତି ପକେଇଥିଲେ। ଯଦି ନିଷ୍ପକ୍ଷ ଭାବରେ ଆଲୋଚନା କରିବା ତାହେଲେ ଆମେ କହିପାରିବା ନବ ଓଡ଼ିଶାର ପ୍ରଥମ ନିର୍ମାତା ହଉଛନ୍ତି ହରେକୃଷ୍ଣ ମହତାବ। ହରେକୃଷ୍ଣ ମହତାବ ଆପଣ ଦେଖିବେ ଯେ ସ୍ୱାଧୀନତା ସଂଗ୍ରାମରେ ତାଙ୍କର ବଡ ଭୂମିକା ରହିଥିଲା। ବହୁତ ଦିନ ଧରିକିରି ସେ ଜେଲରେ ଥିଲେ ଏବଂ ତାପରେ ଯଦି ରାଜନୀତିରେ ଦେଖିବେ ସେ ହଉଛନ୍ତି ପ୍ରଥମ ଓଡିଆ ଯେ ସେତେବେଳେ ଆପଣଙ୍କର ମହାରାଷ୍ଟ୍ର ରାଜ୍ୟ ନଥିଲା, ସେତେବେଳେ ମୁମ୍ବାଇ ବୋଲି ବମ୍ବେ ରାଷ୍ଟ୍ର ଥିଲା, ତାର ସେ ରାଜ୍ୟପାଳ ଥିଲେ, ଓଡ଼ିଶାର ମୁଖ୍ୟମନ୍ତ୍ରୀ ଥିଲେ। ଏବଂ ତା ଛଡା ଆପଣ ଦେଖିବେ ଓଡ଼ିଶାର ଯୋଉ ରାଜଧାନୀ ଆମ ଭୁବନେଶ୍ୱର ଦେଖୁଛେ ତାର ସେ ପରିକଳ୍ପନା କରିଥିଲେ। କେବଳ ସେତିକି ନୁହେଁ, ସେ ଓଡ଼ିଶା ରାଜନୀତିର ଜଣେ ଧୀରୁଣ ବ୍ୟକ୍ତିତ୍ୱ ଥିଲେ, ଚାଣକ୍ୟ ଥିଲେ ଏବଂ ସାମ୍ବାଦିକତା କ୍ଷେତ୍ର ମଧ୍ୟ ସେ ଜଣେ ଅନନ୍ୟ ପ୍ରତିଭା ଥିଲେ ଏବଂ ବହୁ ଲୋକଙ୍କୁ ସେ ତାଙ୍କ ଜୀବନରେ ତିଆରି କରିଛନ୍ତି ଯୋଉମାନେ ପରବର୍ତ୍ତୀ ଅବସ୍ଥାରେ ଓଡ଼ିଶା ନିର୍ମାଣରେ ଗୋଟିଏ ପ୍ରମୁଖ ଯୋଗଦାନ ରଖିଛନ୍ତି। ସେଇଭଳି ଆପଣ ଯଦି ବିଜୁ ପଟ୍ଟନାୟକଙ୍କୁ ଦେଖିବେ, ବିଜୁ ପଟ୍ଟନାୟକଙ୍କର ଯୋଉ ସାହସ, ତାଙ୍କର ଯୋଉ ଉଦ୍ଦାମ ବ୍ୟକ୍ତିତ୍ୱ ତାହା ମଧ୍ୟ ସାରା ଜଗତ ଜାଣିଛି ଏବଂ ସିଏ ନିଜର ସ୍ୱକୀୟ ପ୍ରତିଭାରେ ସିଏ ମଧ୍ୟ ନିଜକୁ ବିକଶିତ କରିବା ସହିତ ଓଡ଼ିଶାକୁ ବିକାଶ ପଥରେ ସେ ଆଗେଇ ନେଇଥିଲେ। ତାଙ୍କ ସମୟରେ ଆମେ ଦେଖିବା ଯେ ସିଏ ବିଭିନ୍ନ ଶିଳ୍ପ ଅନୁଷ୍ଠାନ ଗଢ଼ିଥିଲେ। ଓଡ଼ିଆଙ୍କ ଭିତରେ ଶିଳ୍ପ ସମୃଦ୍ଧ ଭାବ କିଭଳି ଆସିବ, ଓଡ଼ିଆ ମାନେ କିଭଳି ସାଧାରଣ ଜୀବନ ଯାପନ ବାହାରିକିରି ନିଜସ୍ୱ ଉଦ୍ୟୋଗ ଆରମ୍ଭ କରିପାରିବେ, ସିଏ ତାର ଗୋଟେ ବଡ ମାର୍ଗଦର୍ଶକ ଥିଲେ। ମାର୍ଗଦର୍ଶକ ନାହିଁ, ସେଇ ପଥଚାରୀ ଥିଲେ। ଅନେକ ଗୁଡିଏ ଶିଳ୍ପ ପ୍ରତିଷ୍ଠା କରିଥିଲେ, ପାଇଲଟ ଥିଲେ ଏବଂ ତାଙ୍କର ଯୋଉ ମାନେ ଆମେ କହିପାରିବା ଆଜ୍ ଆନ୍ ଇଣ୍ଡଷ୍ଟ୍ରିଆଲିଷ୍ଟ, ଆଜ୍ ଆନ୍ ଏଣ୍ଟରପ୍ରେନ୍ୟୁର ସେ ମଧ୍ୟ ଅନେକ ଲୋକଙ୍କୁ ସେ ତାଙ୍କର ବ୍ୟକ୍ତିତ୍ୱ ବଳରେ ପ୍ରଭାବିତ କରିଥିଲେ ଏବଂ ତାଙ୍କୁ ଦେଖିକିରି ଅନେକ ଶିଳ୍ପପତି ମଧ୍ୟ ଓଡ଼ିଶାରେ ଜନ୍ମ ନେଇଥିଲେ ବା ଓଡ଼ିଶାରେ ସୃଷ୍ଟି ହେଇଥିଲେ। ତେବେ ସାର୍, ଦୁଇ ଜଣଙ୍କର ଓଡ଼ିଶା ପ୍ରତି ଉଭୟ ସମାନ ଅବଦାନ ରହିଛି ବୋଲି ଆପଣ କହିବା ପାଇଁ ଚାହୁଁଛନ୍ତି? ଉଭୟଙ୍କର ସମାନ ଅବଦାନ ରହିଛି ଏବଂ ଆ ଭିତରେ ଦେଖିବା ବିଗତ 24 ବର୍ଷ ଭିତରେ ବିଜୁ ଜନତା ଦଳ କିନ୍ତୁ ଗୋଟିଏ ଭୁଲ କରୁଥିଲା ଯେ ଯେତେବେଳେ ବିଜୁ ପଟ୍ଟନାୟକଙ୍କର ବ୍ୟକ୍ତିତ୍ୱର ସଫଳ ଦିଗକୁ ଦେଖେଇବାକୁ ଚାହୁଁଥିଲା, ଅନ୍ୟ ଯେତେ ମହାମନିଷୀ ଅଛନ୍ତି ଇନକ୍ଲୁଡିଂ ଫର୍ମର ଚିଫ ମିନିଷ୍ଟର ନବକୃଷ୍ଣ ଚୌଧୁରୀ, ଯିଏକି ଆମେ କହିପାରିବା ଯେ ଆପଣଙ୍କର ତ୍ୟାଗ, ତିତିକ୍ଷା, ଆପଣଙ୍କର ଯାହାକୁ କହନ୍ତି ଇଣ୍ଟିଗ୍ରିଟି, ଅନେଷ୍ଟିର ସବୁଠୁ ଉପରେ ଯାହାକୁ ଥିଲେ, ତାଙ୍କର ମଧ୍ୟ ଠିକଣା ଭାବରେ ଜନ୍ମ ଜୟନ୍ତୀ, ମଧୁବାବୁଙ୍କର ମଧୁବାରିଷ୍ଠଙ୍କର ଜନ୍ମ ଜୟନ୍ତୀ ବା ଅନ୍ୟାନ୍ୟ ମହାପୁରୁଷ ମାନଙ୍କର ଜନ୍ମ ଜୟନ୍ତୀ ସଠିକ ଭାବରେ ପାଳନ କରାଯାଉନଥିଲା। ଏବଂ ମନା କରୁଛି ସାର୍, ଦେବୀ ମିଶ୍ର କହୁଛନ୍ତି ଯୋଉ କଥା। ଦେଖନ୍ତୁ, ଦେବୀ ମିଶ୍ର ହୁଅନ୍ତୁ ବା ଅନ୍ୟ ବିଜୁ ଜନତା ଦଳର ଅନ୍ୟ କେଉଁମାନେ ହୁଅନ୍ତୁ, ସେମାନେ ଗତ 24 ବର୍ଷ ଭିତରେ କୋଉ ଭଳି ଭାବରେ ପୂଜାକୁ ସେମାନେ କୋଉ ଦୃଷ୍ଟିରେ ଦେଖୁଥିଲେ ତାହା ଇତିହାସ ରେକର୍ଡ କରିବ। ଦେବୀ ମିଶ୍ର କଣ କହିଦେଲେ ଯେ ସେଇଟା ଗୋଟେ ବାଇବେଲର ଗାର ଭଳି ବା ବେଦର ଗାର ଭଳି, ତାକୁ ଯୋଉମାନେ ସମୀକ୍ଷକ ମାନେ ଦେଖୁଛନ୍ତି, ଯୋଉ ରାଜନୈତିକ ମାନେ ରହିଛନ୍ତି, ଇତିହାସକାର ମାନେ ରହିଛନ୍ତି, ସେମାନେ ଦେବୀ ମିଶ୍ରଙ୍କୁ ବି ଦେଖିଛନ୍ତି, ସେମାନେ ବି ଦେବୀ ମିଶ୍ରଙ୍କର ମୂଲ୍ୟାଙ୍କନ କରିବେ। ଦେବୀ ମିଶ୍ର ଯାହା ଥିଲେ 2000 ପୂର୍ବରୁ, ଦେବୀ ମିଶ୍ର 2000 ପରେ ସବୁ ଦେଖୁଛନ୍ତି। ତ ଦେବୀ ମିଶ୍ର ବିଜୁ ଜନତା ଦଳର ନେତା, ସିଏ ଯାହା କହିଦେବେ ଯେ ସେଇଟା ସବୁ ସତ୍ୟ ଆଉ ତଥ୍ୟ ଉପରେ ଆଧାରିତ, ତାର ମାନେ କିଛି ନାହିଁ। ପୃଥ୍ୱୀରାଜ ହରିଚନ୍ଦନ ଯୋଉ କଥା କହୁଛନ୍ତି ଯେ ବିଜୁ ଜନତା ଦଳ ସରକାର ସମୟରେ 2 ବର୍ଷ ଧରି ରାଜ୍ୟରେ ମହତାବ ବାବୁଙ୍କର ଜନ୍ମ ଜୟନ୍ତୀ ପାଳନ କରାଯାଇନି, ଏ କଥା କଣ ଆପଣ କହୁଛନ୍ତି ସତ? କେବଳ ମହତାବ ବାବୁ ନୁହନ୍ତି, ଅନ୍ୟ ବହୁ ମହାମନିଷୀଙ୍କର ଆପଣଙ୍କର ଦେଖିବେ ଜନ୍ମ ଜୟନ୍ତୀ ଯୋଉଭଳି ଢଙ୍ଗରେ ପାଳନ କରାଯିବା କଥା ସେଇଭଳି ଢଙ୍ଗରେ ପାଳନ କରାଯାଏ ନାହିଁ ଏବଂ ଗୁରୁତ୍ୱ ଦିଆଯାଏ ନାହିଁ। କେବଳ ବିଜୁ ବାବୁଙ୍କର ନାଁ ନେଇକିରି ଏମାନେ ସେ ମହାମନିଷୀଙ୍କର ନାଁ ନେଇକିରି ଶାସନ କଲେ, କିନ୍ତୁ ସେଇ ବିଜୁ ବାବୁ ଯୋଉମାନଙ୍କୁ ପୂଜା କରୁଥିଲେ, ସେଇ ବିଜୁ ବାବୁ ଯାହାକୁ ସମ୍ମାନ ଦଉଥିଲେ, ସେମାନେ ତାଙ୍କୁ ଦେଲେ ନାହିଁ। ଖୋଦ ବିଜୁ ଜନତା ଦଳ ମଧ୍ୟ
ବିଜୁଙ୍କର ନାଁରେ ତିଆରି ହେଇକିରି ଶେଷ ବେଳକୁ ଆପଣ ଦେଖିବେ ସେ ବିଜୁ ଜନତା ଦଳ ଛବିରୁ ବାହାରିକିରି ନବୀନ ଗୋଟେ ଲିଗାସି କ୍ରିଏଟ କରିବାକୁ ଚେଷ୍ଟା କରୁଥିଲେ। ଇଏ ସେଇ ଦେବୀ ମିଶ୍ର ଇତ୍ୟାଦି ଯୋଉମାନେ ମଧ୍ୟ ତାର ପ୍ରତିବାଦ କଲେ ନାହିଁ ଯେ ବିଜୁ ଜନତା ଦଳର ଧୀରେ ଧୀରେ ମାନେ ନାମ ତ ପରିବର୍ତ୍ତନ ନୁହେଁ, ତାର ଚରିତ୍ର ପରିବର୍ତ୍ତନ ଯେତେବେଳେ କରାଯାଉଥିଲା, ନବୀନ ମାନେ କୁହାଯାଉଥିଲା ନବୀନ ଓଡିଶା ସବୁର ନବୀନ ଯୋଡା ଯାଉଥିଲା। ବିଜୁ ପଟ୍ଟନାୟକଙ୍କର ଫଟୋକୁ ଛୋଟ କରି ଦିଆଯାଇକି ପାଣ୍ଡିଆନ ନବୀନଙ୍କର ଫଟୋକୁ ବଡ କରାଯାଉଥିଲା। ସେତେବେଳେ ତ ଦେବୀ ମିଶ୍ର କିଛି କହିନଥିଲେ। ଇଏ ସେଇ ଦେବୀ ମିଶ୍ର ଯିଏକି ପାଣ୍ଡିଆନକୁ ସିଏ କହିଥିଲେ ମୁଖ୍ୟମନ୍ତ୍ରୀ। ତେଣୁକରି ଦେବୀ ମିଶ୍ର ଯେ ସବୁବେଳେ ତାଙ୍କ ପାଟିରୁ ଯାହା ବାହାରିବ ସେଇଟା ଦୈବବାଣୀ ତାହା ନୁହେଁ। ଦେବୀ ମିଶ୍ରଙ୍କ ପାଟିରୁ ବାହାରିଥିଲା ପାଣ୍ଡିଆନ ହଉଛନ୍ତି ମୁଖ୍ୟମନ୍ତ୍ରୀ। ତେଣୁକରି ଦେବୀ ମିଶ୍ରଙ୍କର ବକ୍ତବ୍ୟ ଉପରେ ଓଡ଼ିଶାବାସୀ ଓଡ଼ିଶାର ଜନସାଧାରଣ ସେତେ ଗୁରୁତ୍ୱ ଦେବାର ଆବଶ୍ୟକତା ନାହିଁ, କାରଣ ଇଏ ସେଇ ଦେବୀ ମିଶ୍ର ନୁହନ୍ତି ଯୋଉ ଦେବୀ ମିଶ୍ର ଦିନେ ଆପଣଙ୍କର ବିଜୁ ପଟ୍ଟନାୟକ ଅଣ୍ଡରରେ କାମ କରୁଥିଲେ, ସ୍ୱାଭିମାନର ପ୍ରତୀକ ଥିଲେ। ଇଏ ସେଇ ଦେବୀ ମିଶ୍ର ଯେ କି ପାଣ୍ଡିଆନକୁ ମୁଖ୍ୟମନ୍ତ୍ରୀ ବୋଲି କୁହନ୍ତି। ତେବେ ସାର୍ ଭାରତୀୟ ଜନତା ପାର୍ଟିର ସରକାର ସମୟରେ କଣ ବିଜୁ ବାବୁଙ୍କର ଯୋଉ ପ୍ରସାର ଥିଲା ବା ବିଜୁ ବାବୁଙ୍କର ଯୋଉ ଅବଦାନ ଥିଲା ତାକୁ ପ୍ରଚାର ପ୍ରସାରରେ କମି ରହିଯିବ ବୋଲି ଭାବୁଛନ୍ତି? ବିଜୁ ବାବୁଙ୍କର ଯୋଉ ଭାରତୀୟ ଜନତା ପାର୍ଟି କଣ କରିବ ନ କରିବ ସେଇଟା ତାଙ୍କର ବ୍ୟାପାର, କିନ୍ତୁ ଯାହା ତଥ୍ୟ ଥିଲା ଭାରତୀୟ ଜନତା ପାର୍ଟି ସେମାନେ ଯଦି ବିଜୁ ବାବୁଙ୍କୁ ପୂଜା କରିବେ ତାଙ୍କୁ କେହି ଅଟକେଇବେନି। ସେମାନେ ଯଦି ଆପଣଙ୍କର ହରକୃଷ୍ଣ ମହତାଙ୍କୁ ପୂଜା କରିବେ କେହି ଅଟକେଇବେନି। ସେମାନେ ଯଦି ମଧୁସୂଦନ ଦାସଙ୍କୁ ଆପଣଙ୍କର ପୂଜା କରିବେ ତାଙ୍କୁ କେହି ଅଟକେଇବେନି। ସେମାନେ ଯଦି ତାଙ୍କର ପୂଜା କରିବେ ଆପଣଙ୍କର ଭୀମ ଭୋଇ ସନ୍ଥ କବି ଭୀମ ଭୋଇଙ୍କୁ ସେମାନେ ପୂଜା କରିବେ କେହି ଅଟକେଇବେନି। ସେମାନେ ଯଦି ଆପଣଙ୍କର ଚାକି କୁଣ୍ଟିଆ ସେମାନେ ଯଦି ଜୟୀ ରାଜଗୁରୁଙ୍କୁ ପୂଜା କରିବେ କେହି ଅଟକେଇବେନି। ହିରୋ ଓରସିପ ହବା ଦରକାର, କିନ୍ତୁ ଗୋଟିଏ ହିରୋ ଓରସିପ କରାଯିବ, ଜଣକୁ ପୂଜା କରାଯିବ ଆଉ କାହାକୁ ପୂଜା କରାଯିବ ନାହିଁ। ବା ଜଣକୁ ଆପଣଙ୍କର ଫୁଲ ଚନ୍ଦନ ଦେଇ ପୂଜା କଲାବେଳେ ଆଉ ଜଣକୁ ଖାଲି ଦୁବରେ ଆପଣ ପୂଜା କରିବେ, ସେମିତି ତ ହୁଏ ନାହିଁ। ଲୋକଙ୍କ ଚକ୍ଷୁରେ ତ ପଡିବ କାହାକୁ କେତେ ପରିମାଣରେ କେତେ ଭକ୍ତିରେ ପୂଜା କରାଯାଉଛି। ଭକ୍ତି ଯଦି ସମାନ ଯଦି ହବ, ନୈବେଦ୍ୟ ଯଦି ସମାନ ହବ, ପୂଜା ଯଦି ସମାନ ହବ, ମନ୍ତ୍ର ଉଚ୍ଚାରଣ ଯଦି ସମସ୍ୱର ହବ, ତାହେଲେ କେହି କେବେ ତାକୁ ମାନେ ପ୍ରଶ୍ନ ଉଠେଇବାକୁ ସାହସ କରିବେନି, ତାର ଜିଭ ଲେଉଟିବ ନାହିଁ। କିନ୍ତୁ ଦେବୀ ମିଶ୍ର ଯେମିତି ଜିଭ ଲେଉଟେଇକିରି କହିପାରନ୍ତି ପାଣ୍ଡିଆନ ହଉଛନ୍ତି ମୁଖ୍ୟମନ୍ତ୍ରୀ ଏବଂ ସିଏ ଏବେ ଯାହା କହିବେ ତାକୁ ବିଶ୍ୱାସ କରିବା ଅନ୍ତତଃ ରାଜନୈତିକ ସମୀକ୍ଷକ ପାଖରେ ଏତେ ସହଜ ହେବ ନାହିଁ। ଧନ୍ୟବାଦ ଶ୍ରୀଯୁକ୍ତ ଅକ୍ଷୟ ସାହୁ, ଆପଣ ଆମ ସହିତ ରହିଲେ ଏବଂ ଏ ବିଷୟରେ ଚର୍ଚ୍ଚା କଲେ।